ସତ୍ୟବ୍ରତ ସାହୁ। ବର୍ତ୍ତମାନ ଯେହେତୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପାଇଁ ଗାଡି ଗୁଡିକ ଆସିପାରୁନଥିଲା ଏବଂ ଅନେକ ଲୋକମାନେ ଅସୁବିଧା ସମ୍ମୁଖୀନ ହୋଇଥିଲେ, ବର୍ତ୍ତମାନ ସ୍ଥିତି କଣ ଅଛି? ପେଟ୍ରୋଲ ମିଳୁଛି ନା ମିଳୁନି ଏବଂ କଣ ବର୍ତ୍ତମାନ ପରିସ୍ଥିତି ରହିଛି? ଆଜି ତ ଯାହା ଷ୍ଟକ୍ ଅଛି ଆମେ କାଲି ପର୍ଯ୍ୟନ୍ତ ବିକିବା ପାଇଁ ରଖିଛୁ। ଗାଡ଼ି ଆସିବାର ସମ୍ଭାବନା ମଧ୍ୟ ଅଛି। ଗାଡ଼ି ଯଦି ଆସେ ଆଉ କିଛି ଅସୁବିଧା ହେବ ନାହିଁ, ଆଜ୍ ୟୁଜୁଆଲ୍ ହେଇଯିବ। ଯଦି ନ ଆସିପାରିଲା, କୌଣସି ବାଟରେ ଅସୁବିଧା ହେଲା ତାହେଲେ ସର୍ଟଫଲ୍ ହେବ। କାଲିରୁ ଗାଡ଼ି ଆସୁଛି କି ଆପଣଙ୍କ? ନା କାଲି ନୁହେଁ, ଆଜି ତ ଗାଡ଼ି ଯାଇଛି ଆସିବ ବୋଲି। ଆଉ ଗାଡ଼ି ଆସିବାର ଚାନ୍ସେସ୍ ଅଛି, ଆମର କମ୍ପାନୀ ଲୋଡ୍ ଦେବେ ବୋଲି କହିଛନ୍ତି। ରାସ୍ତାରେ ଯଦି ଅସୁବିଧା ନ ହେଲା ତାହେଲେ ଗାଡ଼ି ଆସିପାରିବ। ଦେଖୁଥିଲୁ ସେମାନେ ସାଙ୍ଗମାନେ ଗାଡ଼ି ଛାଡ଼ିଲେଣି, ଖବର ଅଛି ଆପଣଙ୍କର? ହଁ, ମୁଁ ତ ଏବେ ଶୁଣୁଥିଲି କାଳେ ଗାଡ଼ିକୁ ସେ ଅଟକାଉନାହାନ୍ତି, ଯୋଉଟା ଏମର୍ଜେନ୍ସି ସେବା, କାହାକୁ ବାଧା ଦଉନାହାନ୍ତି। ତେଣୁ ସେ ଆନ୍ଦୋଳନରେ ବସିଛନ୍ତି, ଯିଏ ବସିଲା ତାଙ୍କ ସହିତ, କିନ୍ତୁ ରାସ୍ତାରେ କାହାକୁ ଅଟକାଉନାହାନ୍ତି। ଯଦି ନହେଲା ତାହେଲେ ସ୍ୱାଭାବିକ ହେଇଯିବ ପରିସ୍ଥିତି। ଆଉ ଗାଡ଼ି ଲୋକମାନଙ୍କ ମଧ୍ୟରେ କେବଳ ଲୋକମାନେ ଡରିକି ଅଧିକ ଲୋକ ଅପର୍ଯ୍ୟାପ୍ତ ଭିଡ଼ ହଉଛି, ଆଉ ଅଧିକ ତେଲ କିଣୁଛନ୍ତି। ସେଇ ଡର କାଳେ ସରିଯିବ, ତେଲ ପାଇବୁନୁ, ବାସ୍। ଦେଖିବାକୁ ଗଲେ ଗୋଟେ ପେଟ୍ରୋଲ ପମ୍ପ ଯୋଉ ଅଛି ବିଧାନସଭା ସେମାନେ ବନ୍ଦ ହେଇସାରିଲାଣି। ନା ସେଇଟା ତାର ଅଲଗା ରିଜିନ୍। ସେ ତ 15 ଦିନ ଖଣ୍ଡେ ହେଲାଣି ବନ୍ଦ ଅଛି। ତାର କଣ ଇସ୍ୟୁ ଅଛି, ଫାଇନାନ୍ସିଆଲ କଣ୍ଡିସନ କି କିଛି ବି ଇସ୍ୟୁ ଅଛି, ସେ ବନ୍ଦ ଅଛି, ସେ ଖୋଲା ନାହିଁ। ସେଥିପାଇଁ ସରି ହଁ, ନିଶ୍ଚିତ ଆମେ ସବୁବେଳେ ସେବା ଦେବା ପାଇଁ ପ୍ରସ୍ତୁତ ଅଛୁ। ନା କିଛି ବ୍ୟସ୍ତ ହବାର ନାହିଁ। କିଛି ନହେଲେ ବି ଆଜି ହଉ କାଲି ହଉ ତାର ସରଳ ସମାଧାନ ହେଇଯିବ। ନିଶ୍ଚିତ ସରକାର ତାପରେ ହସ୍ତକ୍ଷେପ କରିବେ, ଆଉ ସମାଧାନ ହେଲା ପରେ ଆମେ ଆଜ୍ ୟୁଜୁଆଲ୍ ହେଇଯିବା। ତେଲ ସଫିସିଏଣ୍ଟ ମିଳିବ, ତେଲରେ କୌଣସି ଅସୁବିଧା ନାହିଁ, ଷ୍ଟକ୍ ଅଛି, ଡିପୋରେ ଅଛି। କେବଳ ଆସିବା ଅସୁବିଧା ଥିଲା, ଯଦି ଆସିପାରିବ ଆଉ କିଛି ଅସୁବିଧା ହବ ନାହିଁ। ଆମର ତ 1 ରୁ 2ଟା ଗାଡ଼ି, ପ୍ରାୟ ଡେଲି 1 ଗାଡ଼ି ଆସେ, ଅତି ଆବଶ୍ୟକ ପଡ଼ିଲେ 2ଟା ଗାଡ଼ି ଆସେ। ନା କାଲି ଆସିନି, ନାଇଁ ଏକା ବେଳେ ଆମେ ନେଇ ଆସିଥିଲୁ, 2-3ଟା ଗାଡ଼ି ନେଇ ଆସିଥିଲୁ। ଷ୍ଟ୍ରାଇକ୍ ହଁ ସେ ନାଇଁ ଡିକ୍ଲେୟାର କରିଥିଲେ ସେମାନେ, ଡ୍ରାଇଭର ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବେ। ସେଥିପାଇଁ ଆମେ ଅଧିକ ମଗେଇ ଦେଇଥିଲୁ, ଆମର ଯାହା କାପାସିଟି ଅଛି ଫୁଲ୍ କରିଦେଇଥିଲୁ। ନିଶ୍ଚିତ କିଛି ଅସୁବିଧା ହବ। ଲୋକ ମାନେ ଆରାମରେ ରୁହନ୍ତୁ, କିଛି ଭାବନ୍ତୁନି ଯେ ଏମିତି କିଛି କ୍ରାଇସିସ୍ ହବ ଆଉ ପେଟ୍ରୋଲ ମିଳିବନି, ସେମିତି କିଛି ନାହିଁ। ଦ୍ୱନ୍ଦ୍ୱ ନାଇଁ, ସେ ଷ୍ଟ୍ରାଇକ୍ କଥା ତ ମୁଁ କହିପାରିବିନି, କିନ୍ତୁ ଯଦି ଗାଡ଼ି ସ୍ୱାଭାବିକ ହେଇଗଲା, ଯିବା ଆସିବା ଯେମିତି ଆପଣ କହୁଛନ୍ତି, ଅଟକଉନାହାନ୍ତି, ଯଦି ନ ଅଟକେଇବେ ତାହେଲେ ରାସ୍ତାରେ ରୋକ କରିବେନି ଗାଡ଼ିକୁ, ତାହେଲେ ଆରାମସେ ତେଲ ଆସିବ, ବିକ୍ରି ହବ, ସ୍ୱାଭାବିକ ହେଇଯିବ। ନିଶ୍ଚିତ। ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।